ନମସ୍କାର ବନ୍ଧୁଗଣ, ଆଉ ଏକ ନୂଆ କାହାଣୀରେ ଆପଣମାନଙ୍କୁ ସ୍ୱାଗତ। ଆଜିର ଏହି କାହାଣୀଟି ଆମ ପାଖକୁ ସେୟାର କରିଛନ୍ତି ସାଗର, ଯିଏକି ବାଲେଶ୍ୱର ବାସିନ୍ଦା। ସେ କହିଛନ୍ତି ସେ ତାଙ୍କ ଜୀବନରେ ଏକ ଏମିତିକା ପାପ କାମ କରି ବସିଛନ୍ତି। ନିଜ ଖୁଡ଼ୀଙ୍କ ସହିତ ସେ ତାଙ୍କ ଜୀବନରେ ଏମିତିକା ଏକ ପାପ କାମ କରି ବସିଛନ୍ତି, ଏମିତି ଏକ ପାପ ସମ୍ପର୍କରେ ବାନ୍ଧି ହୋଇଯାଇଛନ୍ତି, ଯାହାଫଳରେ ସେ ଆମକୁ ଏ କାହାଣୀ ସେୟାର କରି ଏହା କହିଛନ୍ତି କି ଏ କାହାଣୀ ସମସ୍ତଙ୍କୁ ଶୁଣାଅ, ଯାହାଫଳରେ ଯେଉଁ ଭୁଲ ସେ କରି ବସିଥିଲେ ଏ କାହାଣୀକୁ ଶୁଣିଲା ପରେ ଯେମିତି ଏମିତିକା ଭୁଲ ଆଉ କେହି ନ କରନ୍ତୁ। ତ ସେଥିପାଇଁ ସେ ଏ କାହାଣୀ ଆମକୁ ଇନଷ୍ଟାଗ୍ରାମରେ ଲେଖି ଆମ ପାଖକୁ ପଠାଇଛନ୍ତି। ତେବେ ଚାଲନ୍ତୁ ଆଉ ବେଶୀ ଡେରି ନ କରି ସମ୍ପୂର୍ଣ୍ଣ କାହାଣୀଟି ଶୁଣିବା, ଯାହା ସାଗର ଆମ ପାଖକୁ ପଠାଇଛନ୍ତି। ସେ କହିଛନ୍ତି ଏହି କାହାଣୀ ତାଙ୍କର ଆଜିକୁ କିଛି ବର୍ଷ ତଳର, ଯେତେବେଳେ ସେ ହଷ୍ଟେଲ ଛାଡ଼ି ଘରେ ରହିବା ପାଇଁ ଆସିଲେ। ଯେତେବେଳେ କରୋନା ସମୟ ଥିଲା ଆଉ ନିଜ କଲେଜ ଛୁଟି ହେବା କାରଣରୁ ସେ ଘରେ ଆସି ରହୁଥିଲେ। ସେ କହିଛନ୍ତି ତାଙ୍କ ଦାଦା ବାହାରେ କେଉଁଠି ଗୋଟେ ଚାକିରି କରୁଥିଲେ, ଆଉ କରୋନା ସମୟରେ ତାଙ୍କ ଚାକିରି ବି ବନ୍ଦ ହୋଇଯିବାରୁ ସେ ମଧ୍ୟ ଘରକୁ ଚାଲି ଆସିଥିଲେ। ଏହା ପୂର୍ବରୁ ସେ କହିଛନ୍ତି କି ଏହା ପୂର୍ବରୁ ସେ ତାଙ୍କ ଖୁଡ଼ୀଙ୍କ ପ୍ରତି ତାଙ୍କର କୌଣସି ଖରାପ ନଜର ନଥିଲା। ସେ ତାଙ୍କ ଖୁଡ଼ୀଙ୍କୁ ବହୁତ ସମ୍ମାନ କରୁଥିଲେ, କିନ୍ତୁ କୌଣସି ଖରାପ ନଜରରେ ସେ କେବେ ବି ତାଙ୍କ ଖୁଡ଼ୀଙ୍କୁ ସେ ଦେଖିନଥିଲେ। କିନ୍ତୁ ଯେବେଠୁ ତାଙ୍କ ଦାଦା ଗାଁକୁ ଆସିଲେ, କିଛି କାରଣ ପରେ, କିଛି ଇନସିଡେଣ୍ଟ ପରେ ସେ ତାଙ୍କ ଖୁଡ଼ୀଙ୍କ ପ୍ରତି ତାଙ୍କର ନଜର ବଦଳିଗଲା। ତାଙ୍କ ଘରେ କହିବାକୁ ଗଲେ ସାଗରଙ୍କର ବାପା ମା ଆଉ ସାଗର ଆଉ ତାଙ୍କ ଦାଦା ଖୁଡ଼ୀ ସେ ସେତେବେଳେ ବାହାରେ ରହୁଥିଲେ। ତାଙ୍କ କହିବା ମୁତାବକ, ମାନେ ସାଗରଙ୍କ କହିବା ମୁତାବକ, ତାଙ୍କ ଦାଦାଙ୍କର ବାହାଘର 2-3 ବର୍ଷ ହେବ ହୋଇଗଲାଣି, କିନ୍ତୁ ସେ ପର୍ଯ୍ୟନ୍ତ ବି ତାଙ୍କ ଖୁଡ଼ୀଙ୍କର କୌଣସି ପିଲାପିଲି ହୋଇନଥିଲା ବୋଲି ସାଗର କହିଛନ୍ତି। ତ ଏମିତିରେ ତାଙ୍କ ଦାଦା ଗୋଟେ ବାହାରେ ଚାକିରି କରୁଥିଲେ। ସେ ବାହାଘର ପରେ ତାଙ୍କ ଖୁଡ଼ୀଙ୍କୁ ନେଇ ସେ ସେଠାକୁ ଚାଲିଗଲେ। ଯେତେବେଳେ କରୋନା ସମୟରେ ସବୁ ଛୁଟି ବନ୍ଦ ହୋଇଗଲା, ରାଜାଙ୍କର ବାପା ଗାଁରେ ରହି ଗୋଟେ ଦୋକାନ ଦେଇଥିଲେ। ସେ ତ ଗାଁରେ ରହୁଥିଲେ, ତାଙ୍କ ବାପା ମା ଗାଁରେ ରହୁଥିଲେ। ସାଗର ରାଜା କହିଥିଲେ, ଏଠି କ୍ଷମା କରିବେ ମୋତେ, ସାଗରଙ୍କ ବାପା ମା ଗାଁରେ ହିଁ ରହୁଥିଲେ, ଯେହେତୁ ତାଙ୍କ ବାପାଙ୍କର ଗାଁରେ ଗୋଟେ ଦୋକାନ ଥିଲା। କିନ୍ତୁ ସାଗର ଯେତେବେଳେ ହଷ୍ଟେଲରେ ରହି ପାଠ ପଢ଼ୁଥିଲେ, କରୋନା ସମୟରେ ହଷ୍ଟେଲ ବନ୍ଦ ହୋଇଗଲା, ସେ ଘରକୁ ଚାଲି ଆସିଲେ। ଆଉ ତାଙ୍କ ଦାଦା ଖୁଡ଼ୀ ବି ଗାଁକୁ ଚାଲି ଆସିଲେ। ଏବେ ସମସ୍ତେ ମିଶିକି ତାଙ୍କ ଘରେ ରହୁଥିଲେ। ସେଇଠୁ କାହାଣୀ ଆରମ୍ଭ ସେବେଠାରୁ ହିଁ ହେଲା, ଯେବେ ତାଙ୍କ ଖୁଡ଼ୀ ସାଗରଙ୍କ ସହିତ ମିଳାମିଶା ଟିକେ ଅଧିକ କରିବାକୁ ଲାଗିଲେ। ମାନେ ତାଙ୍କ ସହିତ ଗାଡ଼ିରେ କୁଆଡ଼େ ବୁଲିଯିବା। ସେତେବେଳେ ତ ସବୁ ପାର୍କ ବନ୍ଦ ଥିଲା, କିନ୍ତୁ ସନ୍ଧ୍ୟା ସମୟରେ ସାଗର କହିଛନ୍ତି କି ତାଙ୍କ ଖୁଡ଼ୀ ତାଙ୍କ ଦାଦାଙ୍କଠୁ ପରମିସନ୍ ନେଇକି ସାଗରଙ୍କ ସହିତ ବାଇକ୍ରେ ସନ୍ଧ୍ୟାବେଳେ ଘେରା ଲେଖେ ବୁଲି ଆସନ୍ତି ବାହାରେ। ତ ଏମିତିରେ ତାଙ୍କ ସହିତ ତାଙ୍କର ନିବିଡ଼ ସମ୍ପର୍କ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ସେ ଦୁହେଁ ଏଥର ଖୁଡ଼ୀ ପୁତୁରା ନୁହେଁ, ସେ ଦୁହେଁ ଏଥର ଦୁଇ ସାଙ୍ଗଙ୍କ ଭଳି ବ୍ୟବହାର କରୁଥିଲେ। ସାଗର ତାଙ୍କ ଖୁଡ଼ୀଙ୍କ ସହିତ ବହୁତ ଫ୍ରେଣ୍ଡଲି ମିଶୁଥିଲେ, ଆଉ ତାଙ୍କ ଖୁଡ଼ୀ ମଧ୍ୟ ସାଗରଙ୍କ ସହିତ ସେମିତି ବହୁତ ଫ୍ରେଣ୍ଡଲି ମିଶୁଥିଲେ। ତ ଏମିତିରେ ସେ ଦୁହିଁଙ୍କ ସମ୍ପର୍କ ଧୀରେ ଧୀରେ ବଢ଼ିବାକୁ ଲାଗିଲା। ସେମାନେ ପ୍ରତିଟି କଥାକୁ ଦୁହିଁଙ୍କ ଭିତରେ ସେୟାର କରିବାକୁ ଲାଗିଲେ। ଦୁହିଁଙ୍କୁ ବହୁତ ପସନ୍ଦ କରିବାକୁ ଲାଗିଲେ। ଏଠି ଖରାପ ପସନ୍ଦ କଥା ମୁଁ ଆଜ୍ଞା କହୁନି। ଯେମିତି ଗୋଟେ ଭଲ ସାଙ୍ଗକୁ ପସନ୍ଦ କରେ, ତାକୁ ତା'ର ପ୍ରତିଟି କଥାକୁ ତା ସାଙ୍ଗ ସହିତ ସେୟାର କରେ, ତ ଏଇଠି ସେହି ପସନ୍ଦ କଥା ଆଜ୍ଞା ଉଠେଇବା। ପ୍ରଥମେ ତାଙ୍କ ମନରେ ସେମିତି କୌଣସି ଚିନ୍ତାଧାରା ନଥିଲା। ସାଗରଙ୍କ ମନରେ, ତାଙ୍କ ଖୁଡ଼ୀଙ୍କ ମନରେ କ'ଣ ଥିଲା ସେଇଟା ଆମେ ଏବେ ପର୍ଯ୍ୟନ୍ତ ଜାଣିନେ, ତ ସେ କଥା ଉଠେଇ କିଛି ଲାଭ ନାହିଁ। ତ ପ୍ରଥମେ ସାଗରଙ୍କ ମନରେ ସେମିତି କୌଣସି ଭୁଲ ଚିନ୍ତାଧାରା ନଥିଲା ତାଙ୍କ ଖୁଡ଼ୀଙ୍କ ପ୍ରତି। ସେ ତାଙ୍କୁ ବହୁତ ସମ୍ମାନ କରୁଥିଲେ। ଯେତେବେଳେ ତାଙ୍କୁ ଯାହା ବି ଦରକାର ହେଉଥିଲା ସେ ତାଙ୍କୁ ଆଣିକି ଦେଉଥିଲେ, ଆଉ ତାଙ୍କୁ ବାହାରକୁ ବୁଲେଇ ନେଉଥିଲେ। ତ ଏମିତି ତାଙ୍କର ଚାଲିଥିଲା। ସେ କହିଛନ୍ତି କି ତାଙ୍କ ଦାଦାଙ୍କଠୁ ତାଙ୍କ ଖୁଡ଼ୀଙ୍କ ବୟସ ପାଖାପାଖି 12-13 ବର୍ଷର ଗ୍ୟାପ୍ ହେବ। ମାନେ ତାଙ୍କ ଦାଦାଙ୍କର ଯେତିକି ବୟସ ହେବ, ତାଙ୍କ ଖୁଡ଼ୀଙ୍କର 12-13 ବର୍ଷ କମ୍। ତାଙ୍କ ବୟସରୁ ତାଙ୍କ ଖୁଡ଼ୀଙ୍କର ବୟସ 12-13 ବର୍ଷ କମ୍। ତ ସାଗର କେଉଁଠି ନା କେଉଁଠି ଜାଣି ସାରିଥିଲେ କି ତାଙ୍କ ଖୁଡ଼ୀ ତାଙ୍କ ଦାଦାଙ୍କୁ ପସନ୍ଦ କରୁନାହାନ୍ତି, ଆଉ ତାଙ୍କ ଦାଦା ମଧ୍ୟ ତାଙ୍କ ଖୁଡ଼ୀଙ୍କୁ, ମାନେ ତାଙ୍କ ସ୍ତ୍ରୀଙ୍କୁ ସମୟ ଦେଉନାହାନ୍ତି। ତାଙ୍କ ସହିତ କୌଣସି ସେ କାମ କରୁନାହାନ୍ତି ଯାହା ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀଠୁ ଚାହେଁ।
ସେଇଥିପାଇଁ ସିଏ ଭାବି ସାରିଥିଲେ କି ସେତେବେଳେ ଏମିତି, ସେଇଥିପାଇଁ ତାଙ୍କର ଏପର୍ଯ୍ୟନ୍ତ କୌଣସି ପିଲାପିଲି ହୋଇନାହିଁ। ତ ଏମିତି ସାଗରଙ୍କ ମନରେ ତାଙ୍କ କଥା ରଖିକି ଉପର ମନରେ ତାଙ୍କ ଖୁଡ଼ିଙ୍କ ସହିତ ବ୍ୟବହାର କରୁଥିଲେ। ମାନେ ସେ ଏକଥା ଜାଣିକି ବି କୌଣସି ଖରାପ ଚିନ୍ତାଧାରା ତାଙ୍କ ମନରେ ନଥିଲା। ସେ ଖାଲି ଏମିତି ମନେ ମନେ ଭାବିକି ତାଙ୍କ ସହିତ ମିଳାମିଶା କରୁଥିଲେ। କିନ୍ତୁ ଧୀରେ ଧୀରେ ତାଙ୍କ ସମ୍ପର୍କ ନିବିଡ଼ ହେବାରେ ଲାଗିଲା। ଗୋଟେ ଦିନ ସେମାନେ, ସାଗର କହିଛନ୍ତି କି ଗୋଟେ ଦିନ ସେମାନେ ସନ୍ଧ୍ୟାବେଳେ ଗୋଟେ ସୁନସାନ ଭଲ ଜାଗାରେ ଯାଇକି ବସିଥିଲେ। ଭଲ ଥଣ୍ଡା ପବନ ଦେଉଥିଲା, ଭଲ ଜାଗା ଗୋଟେ ଯାଇକି ସେମାନେ ସେଠି ବସିଥିଲେ। ସନ୍ଧ୍ୟା ସମୟରେ ସେଠି ସମସ୍ତେ ବୁଲାବୁଲି କରନ୍ତି, କିନ୍ତୁ ଇଏ ଯେଉଁ ଜାଗାରେ ବସିଥିଲେ ସେଠି ଆଖପାଖରେ ଆଉ କେହି ବି ନଥିଲେ। ସେଇଠି ସାଗର କହିଛନ୍ତି କି ତାଙ୍କ ଖୁଡ଼ି ସାଗରଙ୍କୁ ତାଙ୍କ ଜୀବନରେ ଘଟି ଯାଇଥିବା କିଛି ଘଟଣା ସାଗରଙ୍କ ସହ ସେୟାର କରିଛନ୍ତି। ସେ ପ୍ରଥମେ ସାଗରଙ୍କୁ କହିଲେ କି, ସାଗର, ତୁମ କଲେଜରେ ତୁମର କେହି ଗାର୍ଲଫ୍ରେଣ୍ଡ ଅଛନ୍ତି କି? ସାଗର ପ୍ରଥମେ ମନା କଲେ କି ନାଇଁ ଖୁଡ଼ି, ମୁଁ ଏବେ ପାଠ ପଢ଼ାରେ ଫୋକସ୍ କରୁଛି। ମୋତେ ଏବେ ପାଠ ପଢ଼ିକି ଚାକିରି କରିବାର ଅଛି, ଆଉ ମୋ ବାପା ମାଆଙ୍କର ନାଁ ରଖିବାର ଅଛି। ତ ସେଥିପାଇଁ ମୁଁ ଏ ଝିଅ ଫିଅ ଚକ୍କରରେ ପଢ଼ିବା ପାଇଁ ଚାହୁଁନି। ଏହାପରେ ତାଙ୍କ ଖୁଡ଼ି କହିଲେ କି, ତମ ଭଳି ବୟସରେ ପିଲାମାନେ, ତମ ବୟସର ପିଲାମାନେ କାହିଁକି ଜାଣି କେତେ କାଣ୍ଡ କାନ୍ଦାମ କରୁଥିବେ ଝିଅଙ୍କ ସହିତ, ଆଉ ତୁମେ କହୁଛ ତମର ନାହିଁ, ତମର ଗାର୍ଲଫ୍ରେଣ୍ଡ ନାହିଁ ବୋଲି। କିନ୍ତୁ ସାଗର ସେଇଟାକୁ ବିରୋଧ କଲେ, ନାଇଁ ମୋର ନାହିଁ, ମୁଁ ସେ ଧନ୍ଦାରେ ଏବେ ପଢ଼ିବା ପାଇଁ ଚାହୁଁନି। ସାଗର କହିଛନ୍ତି କି ସାଗରଙ୍କର ଯେତିକି ବୟସ ହେବ, ସାଗର ତ ଯେତେବେଳେ ଇଞ୍ଜିନିୟରିଂ ପଢ଼ୁଥିଲେ। ସାଗର କହିଛନ୍ତି କି ସେତେବେଳେ ସାଗରଙ୍କୁ ଯେତିକି ବୟସ ଥିଲା, ତାଙ୍କ ଖୁଡ଼ିଙ୍କର ବୟସ ମାତ୍ର ତାଙ୍କଠୁ 2 ବର୍ଷ ବଡ଼, ମାନେ ତାଙ୍କ ଖୁଡ଼ି ତାଙ୍କଠୁ ବୟସରେ ମାତ୍ର 2 ବର୍ଷ ବଡ଼ ଥିଲେ। ତ ସେଇଥିପାଇଁ ସେମାନେ ଅଧିକ କ୍ଲୋଜ୍ ହୋଇଯାଇଥିଲେ। ତ ଏମିତି ଖୁଡ଼ି ତାଙ୍କ ଗାର୍ଲଫ୍ରେଣ୍ଡ ବିଷୟରେ ପଚାରୁଥିଲେ। ଯେତେବେଳେ ସାଗର ମନା କଲେ, ସାଗର ମଧ୍ୟ ଯେମିତିକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଲି, ସେମାନେ ଏବେ 2 ସାଙ୍ଗଙ୍କ ଭଳି ବ୍ୟବହାର କରୁଥିଲେ। ତ ଯଦି ଆପଣଙ୍କ ସାଙ୍ଗ ଆପଣଙ୍କ ଗାର୍ଲଫ୍ରେଣ୍ଡ ବିଷୟରେ ପଚାରିବ, କିମ୍ବା କେଉଁ ଝିଅକୁ ତା ସାଙ୍ଗ ତା ବୟଫ୍ରେଣ୍ଡ ବିଷୟରେ ପଚାରିବ, ତ ଅବଭିୟସ୍ଲି ଆପଣ ମଧ୍ୟ ତାକୁ ସେଇ ପ୍ରଶ୍ନ ପଚାରିପାରିବେ, ସେଇ ପ୍ରଶ୍ନ ହିଁ ତାକୁ ପଚାରିବେ। ତ ସାଗର ମଧ୍ୟ ଏମିତି ତାଙ୍କ ଖୁଡ଼ିଙ୍କୁ ତାଙ୍କ ବାହାଘର ପୂର୍ବରୁ ତାଙ୍କର କୌଣସି ପ୍ରେମିକ ଥିଲେ କି ନାହିଁ ସେ ବିଷୟରେ ପଚାରିଦେଲେ। ସେଇଠି ସାଗର କହିଛନ୍ତି କି ତାଙ୍କ ଖୁଡ଼ି ତାଙ୍କୁ ଯେଉଁ ଉତ୍ତର ଦେଲେ, ସେଇ ଉତ୍ତରକୁ ଶୁଣିବା ପରେ ସାଗରଙ୍କର ମନ ତାଙ୍କ ପ୍ରତି ଟୋଟାଲି ବଦଳିଗଲା। ତାଙ୍କର ଯେଉଁ ନଜର ତାଙ୍କ ଖୁଡ଼ିଙ୍କ ପ୍ରତି ଥିଲା, ସମ୍ମାନ, ସେଇଟା ଟୋଟାଲି ବଦଳିଗଲା। ଆଉ ତାଙ୍କ ନଜରରେ ଏବେ ତାଙ୍କ ଖୁଡ଼ିଙ୍କ ପ୍ରତି ଶିକାର କରିବାକୁ ଲାଗେ, ମାନେ ଶିକାରୀ ନଜର ଗୋଟେ ତାଙ୍କ ପ୍ରତି ତାଙ୍କର ଆସିବାକୁ ଲାଗିଲା। ତାଙ୍କ ଖୁଡ଼ିଙ୍କୁ ସେ କେମିତି ଉପଭୋଗ କରିବେ ସେ ବିଷୟରେ ସେ ପ୍ରତିଦିନ ଭାବିବାକୁ ଲାଗିଲେ ତାଙ୍କ ଖୁଡ଼ିଙ୍କର ଉତ୍ତର ଶୁଣି। ତ ସାଗର ଯେତେବେଳେ ପଚାରିଲେ କି, ଖୁଡ଼ି ତମର କୌଣସି ପ୍ରେମିକ ଥିଲେ କି ନାହିଁ, ତ ତାଙ୍କ ଖୁଡ଼ି ଯେଉଁ ଉତ୍ତର ଦେଲେ ତାହା ଶୁଣନ୍ତୁ। ତାଙ୍କ ଖୁଡ଼ି କହିଲେ କି, ହଁ, ମୋର ଜଣେ ପ୍ରେମିକ ଥିଲେ। ମୋର ଜଣେ ନୁହେଁ, 2 ଜଣ ପ୍ରେମିକ ଥିଲେ। ମୁଁ 10ମ ପଢ଼ିବା ପରେ ଯେତେବେଳେ +2ରେ ପାଦ ଦେଇଥିଲି, +2 ଫାର୍ଷ୍ଟ ଇୟରରେ ମୋର ପ୍ରଥମେ ଗୋଟେ ପ୍ରେମିକ ଥିଲା। ତା ସହିତ ମୋର 3-4 ମାସ ହେବ ରିଲେସନ୍ ଚାଲିଥିଲା, କିନ୍ତୁ କୌଣସି ଖରାପ କାମ ମୁଁ କରିନଥିଲି ତା ସହ। କେବେ କେବେ ପାର୍କରେ ତାଙ୍କ ସହିତ ମୋର ଦେଖା ହୁଏ। ତ ଏମିତିରେ ତାଙ୍କ ଘରେ କୌଣସି ଜରୁରୀ ପରିସ୍ଥିତି ପଡ଼ିବାରୁ ତାକୁ କାମ କରିବା ପାଇଁ ବାଧ୍ୟ ପଡ଼ିଲା, ମାନେ ସେ କାମ କରିବା ପାଇଁ ବାଧ୍ୟ ହେଲେ। ତେଣୁ ସେ କଲେଜ ଛାଡ଼ିକି କେଉଁଠି ଗୋଟେ ଚାଲିଗଲେ କାମ କରିବା ପାଇଁ, ବାହାରକୁ ଚାଲିଗଲେ କାମ କରିବା ପାଇଁ। ତ ସେବେଠୁ ତାଙ୍କ ଖୁଡ଼ିଙ୍କୁ ତାକୁ ଆଉ କେବେ ଦେଖିନାହାନ୍ତି କି ଏବେ ମଧ୍ୟ ତା ବିଷୟରେ କିଛି ଜାଣିନାହାନ୍ତି। ଏହା ପରଠୁ, ସେଇ ପିଲା ଯିବା ପରଠୁ ତାଙ୍କ ଖୁଡ଼ି କହିଛନ୍ତି କି ସେ ଆଉ ଗୋଟେ ପିଲାକୁ ଭଲ ପାଇଲେ। ତାଙ୍କରି କଲେଜର ଆଉ ଗୋଟେ ପିଲାକୁ ସେ ଭଲ ପାଇ ବସିଲେ, ତାକୁ ମନ ଦେଇ ବସିଲେ। ତ ଏମିତିରେ ତାଙ୍କର ରିଲେସନ୍ ତାଙ୍କ ପ୍ରତି, ମାନେ ତାଙ୍କ ସହ ତାଙ୍କର ରିଲେସନ୍ ବହୁତ ଦିନ ଯାଏଁ ଚାଲିଲା, ପାଖାପାଖି 6-7 ମାସ 8 ମାସ ଯାଏଁ ଚାଲିଲା। ଏହାପରେ ସେମାନେ ଏତେ କ୍ଲୋଜ୍ ହୋଇଗଲେ କି ଏତେ ଦୁହେଁଙ୍କୁ ଏତେ ଭରସା କରିବାରେ ଲାଗିଲେ କି ସେମାନେ ଧୀରେ ଧୀରେ ପାର୍କରେ ମଧ୍ୟ ଦେଖା କରିବାକୁ ଲାଗିଲେ। ତ ଏମିତିରେ ପାର୍କରେ ଯେତେବେଳେ ସେ ଏକୁଟିଆ ସମୟ ପାଆନ୍ତି, ଯେତେବେଳେ ଏମିତି ଗୋଟେ ଜାଗା ତାଙ୍କୁ ମିଳିଯାଏ ଯେଉଁଠିକି ବି କେହି ବି ନଥାନ୍ତି, ତ ସେଇଠି ସେମାନେ ନିଜ ବୟସରେ ଖେଳିବାକୁ ଲାଗିଲେ, ନିଜ ଶରୀର ସହ ଖେଳିବାକୁ ଲାଗିଲେ। ତାଙ୍କ ସହ, ମାନେ ତାଙ୍କ ଖୁଡ଼ିଙ୍କ କହିବା ମୁତାବକ, ସେ ତାଙ୍କ ପ୍ରେମିକ ସହିତ ସମ୍ପର୍କ ରଖିବାରେ ଲାଗିଲେ, ଗୁପ୍ତ ସମ୍ପର୍କ। ମୁଁ ଏଠି କେଉଁ କଥା କହୁଛି ଆପଣମାନେ ଭଲରେ ବୁଝିପାରୁଥିବେ। ତ ଏମିତି ଧୀରେ ଧୀରେ ସେ ତାଙ୍କ ବୟସର ଚପଳାମି ସହିତ ଖେଳିବାକୁ ଲାଗିଲେ, କେବେ ପାର୍କରେ, ତ କେବେ ସେମାନେ ବାହାରକୁ ବୁଲିବାକୁ ଯାଇ ହୋଟେଲରେ ମଧ୍ୟ ସେମାନେ ଏମିତିକା କାମ କରିବାକୁ ଲାଗିଲେ।
ଏହାପରେ ଯେତେବେଳେ ତାଙ୍କର +2 ସରିଗଲା, ଏହି କାମ କରିବାର ପାଖାପାଖି 2-3 ମାସ ପରେ ତାଙ୍କର ଯେତେବେଳେ +2 ସରିଗଲା ତ ତାଙ୍କ ବାପା ମା' ତାକୁ ତାଙ୍କ ଦାଦାଙ୍କ ସହ ବାହାଘର କରିଥିଲେ। ପ୍ରଥମେ ତ ସେ ତାଙ୍କ ଦାଦାଙ୍କୁ ବାହା ହେବା ପାଇଁ ମନା କରିଦେଇଥିଲେ, କାହିଁକିନା ତାଙ୍କ ଖୁଡ଼ି ତାଙ୍କୁ ପୁରା ଖୋଲା କଥା କହିଥିଲେ କି ଯେହେତୁ ଦେଖିଲେ କି ତାଙ୍କ ବୟସ ଏତେ ଅଧିକ, ତାଙ୍କଠାରୁ ଢେର ଅଧିକ, ସେଥିପାଇଁ ସେ ତାଙ୍କୁ ବିବାହ କରିବା ପାଇଁ ପ୍ରଥମେ ମନା କରିଦେଇଥିଲେ। କିନ୍ତୁ ତାଙ୍କ ବାପା ମାଆଙ୍କର ଫୋର୍ସ କାରଣରୁ, ତାଙ୍କ ବାପା ମା' ତାଙ୍କୁ ବାଡ଼େଇକି ବାଧ୍ୟ କରିବା କାରଣରୁ ସେ ବାଧ୍ୟ ହୋଇ ତାଙ୍କ ଦାଦାଙ୍କୁ ବିବାହ କରିଥିଲେ। କିନ୍ତୁ ତାଙ୍କର ମନରେ ତାଙ୍କ ପ୍ରତି କୌଣସି ଭଲ ପାଇବା ଏମିତି ନଥିଲା। ଯେମିତିକି ବିବାହ ପୂର୍ବରୁ ଗୋଟେ ଝିଅ ଗୋଟେ ପୁଅକୁ ଦେଖିଥିଲେ, ଯେତେବେଳେ କ୍ୟାଣ୍ଡିଡେଟ୍ ମାନେ ଦେଖିବା ପାଇଁ ଆସନ୍ତି ତାକୁ ଦେଖିଦେଲେ ଯେମିତି ମନ ବଦଳିଯାଏ, ତାଙ୍କ ପ୍ରତି ଭଲ ପାଇବା ଆସିଯାଏ ପ୍ରଥମ ନଜରରେ ହିଁ, ସେମିତି ଗୋଟେ ପୁଅ ସହିତ ବି ହୁଏ। ଗୋଟେ ପୁଅ ଗୋଟେ ଝିଅକୁ ଯେତେବେଳେ ଦେଖିବା ପାଇଁ ଯାଇଥାଏ, କିଛି କିଛି ଜାଗାରେ ମନ ପାଏ ତ କିଛି କିଛି ଜାଗାରେ ମନ ପାଏନି। ତ ସେଇ କଥା ଏଇଠି ତାଙ୍କ ଖୁଡ଼ି ସାଗରଙ୍କୁ କହିଛନ୍ତି କି ତାଙ୍କ ଦାଦାଙ୍କୁ ଯେତେବେଳେ ସେ ଦେଖିଲେ ତାଙ୍କ ମନରେ ସେମିତି କୌଣସି ଫିଲିଙ୍ଗସ୍ ଜାଗ୍ରତ ହେଲା ନାହିଁ, କିନ୍ତୁ ପରିସ୍ଥିତି ବାଧ୍ୟ କରିବା କାରଣରୁ ସେ ତାଙ୍କୁ ବାଧ୍ୟ ହୋଇ ବିବାହ କରିଲେ। କିନ୍ତୁ ଯେତେବେଳେ ସେ ବିବାହ କରିଲେ ସେ ଏହା ଜାଣିଥିଲେ କି ସେ 2 ମାସର ପ୍ରେଗନେଣ୍ଟ ଅଛନ୍ତି ବୋଲି। କିନ୍ତୁ ଏ କଥା ସେତେବେଳେ ନା ତ ସେ ତାଙ୍କ ବାପା ମାଆଙ୍କୁ ଜଣାଇଥିଲେ, ନା ସାଙ୍ଗସାଥି, ନା କାହାକୁ ବି ଜଣାଇଥିଲେ। ସେ ପ୍ରଥମେ ପରିସ୍ଥିତିରେ ପଡ଼ିକି ତ ବାହା ହୋଇଗଲେ, କିନ୍ତୁ ସବୁବେଳେ ଡରିବାକୁ ଲାଗିଲେ କି ତାଙ୍କ ଦାଦା ତାଙ୍କ ଗୁପ୍ତ ସମ୍ପର୍କ ବିଷୟରେ ଯେମିତି ଜାଣି ନ ଯାଆନ୍ତୁ। ଏମିତିରେ ତାଙ୍କର ଫାର୍ଷ୍ଟ ନାଇଟ୍ ଦିନ ସେ ଯେତେବେଳେ ବଧୂ ବେଶ ସଜେଇ ହୋଇ ବସିଥିଲେ, ଚତୁର୍ଥୀ ବେଡ଼୍ରେ ଯେତେବେଳେ ବଧୂ ବେଶ ସଜେଇ ହୋଇ ବସିଥିଲେ, ତାଙ୍କ ଦାଦା ଯେତେବେଳେ ଆସିଲେ ତାଙ୍କ ପାଖକୁ, ସେ ଯେତେବେଳେ ପୁରା ଥରିବାକୁ ଲାଗିଲେ। କାହିଁକିନା ସେତେବେଳେ ତ ସବୁ ଖୋଲାଖୋଲି, ମାନେ କ'ଣ ମୁଁ କ'ଣ କହୁଛି ଆପଣମାନେ ବୁଝିପାରୁଥିବେ। ସେତେବେଳେ ତ ସବୁ ଓପନ୍ ହେବ, ତାଙ୍କ ଦାଦାଙ୍କ ନଜରରେ ତାଙ୍କ କାଳେ ନଜର ପଡ଼ିଯିବ ତାଙ୍କ ସେଇ ଜିନିଷ ଉପରେ, ମାନେ ଜାଣିଯିବେ ସେ ବିବାହ ପୂର୍ବରୁ ଗୁପ୍ତ ସମ୍ପର୍କ କାହା ସାଙ୍ଗରେ ରଖିକି ପ୍ରେଗନେଣ୍ଟ ହେଇଛନ୍ତି ବୋଲି। ସେ ସେଇ କଥା ପାଇଁ ବହୁତ ଡରିବାକୁ ଲାଗିଲେ। ତ ଏମିତିରେ ତାଙ୍କ ଭାଗ୍ୟ ତାଙ୍କୁ ସେତେବେଳେ ସପୋର୍ଟ କରିଲା। ସେ କହିଛନ୍ତି କି ତାଙ୍କ ଦାଦା ଯେତେବେଳେ ତାଙ୍କ ପାଖକୁ ପ୍ରଥମେ ଆସିଲେ, ତାଙ୍କ ସହିତ ବସି କିଛି ଭଲ ମନ୍ଦ କଥା ହେଲେ, କିନ୍ତୁ ସେ କହିଛନ୍ତି କି ସେଦିନ ରାତିରେ ତାଙ୍କ ଦାଦା ତାଙ୍କୁ ସ୍ପର୍ଶ ମଧ୍ୟ କରିନାହାନ୍ତି, ତାଙ୍କ ଦେହକୁ ସେ ଛୁଇଁ ବି ନାହାନ୍ତି। ସେ କହିଲେ କି ତାଙ୍କୁ ଆଜି ବହୁତ ଥକା ଲାଗୁଛି, କାହିଁକିନା ବାହାଘର କାମରେ ବହୁତ କାମ ଥାଏ, ଯେମିତି ଆପଣମାନେ ଜାଣିଥିବେ। ବାହାଘରଠୁ ଚତୁର୍ଥୀ କାମ ଯାଏଁ ବହୁତ ଗୁଡ଼ିଏ କାମ ଘରେ ଥାଏ। ତ ସେହି କାମରେ ସେ ବହୁତ ଥକି ଯାଇଥିଲେ। ଆଉ ତାଙ୍କ ଦାଦା ତାଙ୍କୁ ମଧ୍ୟ କହିଲେ କି ତମେ ବି ମଧ୍ୟ ବହୁତ ଥକି ଯାଇଥିବ, ତ ଆଜି ତମେ ଶୋଇପଡ଼, ଏ କାମ ଆମେ ଆଉ କେଉଁ ଦିନ କରିବା। ତ ଏମିତିରେ ସେ ଦୁହେଁ ଶୋଇଯାଇଥିଲେ, ମାନେ ତାଙ୍କ ଦାଦା ତାଙ୍କୁ ସ୍ପର୍ଶ ନ କରି ସେଦିନ ଶୋଇଯାଇଥିଲେ। ଆଉ ସେଦିନ ସେ ବହୁତ ଖୁସି ହୋଇଯାଇଥିଲେ। ଏହାର 2-3 ଦିନ ପରେ ଯାଏଁ ମଧ୍ୟ ସେ ତାଙ୍କୁ କୌଣସି ନା କୌଣସି ବାହାନା କରିକି ତାଙ୍କୁ ଛୁଇଁବା ପାଇଁ ମନା କରିଦେଇଥିଲେ। ତ ଏମିତିରେ ପାଖାପାଖି 3-4 ଦିନ ବିତିଗଲା, ବାହାଘରର 3-4 ଦିନ ବିତିଗଲା। ଏହାପରେ ସେ ଯେତେବେଳେ ତାଙ୍କ ଗାଁକୁ ଗଲେ, ମାନେ ତାଙ୍କ ଖୁଡ଼ି ଯେତେବେଳେ ତାଙ୍କ ଗାଁକୁ ଗଲେ, ସେ କାହାକୁ ଗୋଟେ ସାଙ୍ଗ କରିକି ନେଇକି ସେ ପିଲାକୁ ଆବର୍ଷଣ କରିଦେଇଥିଲେ। ମାନେ ହସ୍ପିଟାଲ ଯାଇକି ସେ ପିଲାକୁ ଆବର୍ଷଣ କରିଦେଇଥିଲେ ବୋଲି ତାଙ୍କ ଖୁଡ଼ି ସାଗରଙ୍କୁ କହିଛନ୍ତି। ଏହା ପରଠୁ ସେ ଯେତେବେଳେ ଏମିତିକା କାମ ସାରି ପୁଣି ତାଙ୍କ ଶାଶୁଘରକୁ ଫେରିଲେ, ତାଙ୍କ ସ୍ୱାମୀଙ୍କ ପାଖକୁ, ଏବେ ସେ ପୁରା ଖୁସି ଥିଲେ। କାହିଁକିନା ଏବେ କେହି ଜାଣିବାର ବି ନାହିଁ, କିଛି ଜାଣିଲେ ବି କିଛି ହେବାର ବି ନାହିଁ, କାହିଁକି ଜାଣିବାର ହିଁ ନାହିଁ, କାହିଁକିନା ସେ ତ ଯେହେତୁ ଏମିତିକା କାମ କରିଦେଇଛନ୍ତି, ଆବର୍ଷଣ କରିଦେଇଛନ୍ତି, ତ ଏବେ ପୁରା ସେ ଖୋଲମଖୋଲା ଭାବରେ ତାଙ୍କ ଦାଦାଙ୍କ ସହିତ କାରବାର କରୁଥିଲେ। କିନ୍ତୁ ଯେତେବେଳେ ସାଗର ପଚାରିଲେ କି ତାହେଲେ ତୁମର ଯେତେବେଳେ ଆବର୍ଷଣ ହେଇଗଲା, ତାହେଲେ ଏବେ ପର୍ଯ୍ୟନ୍ତ ତୁମର ପିଲା କାହିଁକି ହୋଇନାହିଁ? ଏହାପରେ ତାଙ୍କ ଖୁଡ଼ି ତାଙ୍କ ସାଗରଙ୍କ ଆଗରେ କାନ୍ଦିବାକୁ ଲାଗିଲେ। ଏବେ ପର୍ଯ୍ୟନ୍ତ ତ ସେ ଭଲରେ କଥା ହେଉଥିଲେ, ତାଙ୍କ ପୁରୁଣା ପ୍ରେମ କାହାଣୀ, ତାଙ୍କ ପୁରୁଣା ଜୀବନରେ ଘଟିଥିବା ଇନସିଡେଣ୍ଟ ତାଙ୍କ ସହିତ କହୁଥିଲେ, କିନ୍ତୁ ଏବେ ସେ କାନ୍ଦିବାକୁ ଲାଗିଲେ। କହିଲେ କି ମୁଁ ଯଦି ତାଙ୍କୁ ବିବାହ କରିଥାନ୍ତି, ତାଙ୍କୁ ମାନେ ବହୁତ ଭଲରେ ଥାଆନ୍ତି, କାହିଁକିନା ସେ ମୋତେ ବିବାହ ପୂର୍ବରୁ ମଧ୍ୟ ବହୁତ ଖୁସି କରିଦେଉଥିଲେ। କିନ୍ତୁ ମୁଁ ଯେତେବେଳେ ତାଙ୍କ ଦାଦାଙ୍କ ସହିତ ବିବାହ କରିଲି, ସେ ମୋତେ ସେଦିନ କେବଳ ମୁଁ ଭାବିଲି କି ସେ ପ୍ରଥମ ଦିନରୁ ଚତୁର୍ଥୀ ଦିନର ହିଁ ସେ ମୋତେ ଛୁଇଁନଥିଲେ, ଚତୁର୍ଥୀ ଦିନରେ ସେ ମୋତେ ଛୁଇଁନଥିଲେ, କିନ୍ତୁ ସେ ବିବାହ ପରେ ମଧ୍ୟ ମୋ ସହିତ ସମୟ ବିତାଉନାହାନ୍ତି। ମୁଁ ଯାହା ଚାହୁଁଛି ମୋତେ ସେସବୁ ଦେଉନାହାନ୍ତି, ମୋତେ ଖୁସି କରିପାରୁନାହାନ୍ତି, ମୁଁ ଯାହା ଚାହୁଁଛି ମୋତେ ସେଇଟା ପୂରଣ କରୁନାହାନ୍ତି, ମୁଁ ଭୋକରେ ଦିନ ବିତାଉଛି। ତ ଏହା କହି ସେ କାନ୍ଦିବାକୁ ଲାଗିଲେ, ସାଗରଙ୍କ କାନ୍ଧରେ ମୁଣ୍ଡ ରଖି କାନ୍ଦିବାକୁ ଲାଗିଲେ। ତ ଏମିତିରେ ସେ ଏତେ ଇମୋସନାଲ୍ କରିଦେଲେ କି ମୁଁ ତ କେବଳ ଏତିକି କହିଲି, ସେ ତାଙ୍କୁ ଆହୁରି ଅଧିକ କିଛି କହିଛନ୍ତି ବୋଲି ସାଗର କହିଛନ୍ତି।
ତ ଏମିତି ସେ ତାଙ୍କୁ ଏତେ ଇମୋସନାଲ୍ କରିଦେଲେ କି ସାଗର ସେଇଠି କହିବା ପାଇଁ ବାଧ୍ୟ ହେଲେ କି ଖୁଡ଼ି ତୁମେ ଯଦି ମୋତେ ପରମିସନ୍ ଦେବ ତାହେଲେ ତୁମକୁ ମୁଁ ଖୁସି କରିପାରିବି, ମାନେ ଦାଦାଙ୍କ ଜାଗା ମୁଁ ନେଇକି ତୁମକୁ ଖୁସି କରିପାରିବି, ତୁମର ଡିମାଣ୍ଡ ମୁଁ ପୂରଣ କରିପାରିବି। ଏହାପରେ ତାଙ୍କ ଖୁଡ଼ି ତାଙ୍କ କଥାରେ ବହୁତ ଖୁସି ହୋଇଗଲେ। ସେହି ସମୟ ପରଠୁ ସାଗର କହିଛନ୍ତି କି ସେ ଦୁହେଁ ଏବେ ଆହୁରି କ୍ଲୋଜ୍ ହୋଇଗଲେ, ମାନେ ସେ ଦୁହେଁ ଏବେ ଦୁଇ କପୁଲଙ୍କ ଭଳି ବ୍ୟବହାର କରିବାକୁ ଲାଗିଲେ। ସେଇଠି ତାଙ୍କର ଫାଷ୍ଟ ଓଠରେ ଯେଉଁ ଟଚ୍ ହୁଏ ଯାହା କୁହନ୍ତି ଆପଣମାନେ ବୁଝିପାରୁଥିବେ ମୁଁ କ'ଣ କହୁଛି, ସେଇଠି ଫାଷ୍ଟ ସରିଗଲା। ତାପରେ ସେ ଦୁହେଁ ଦୁଇ କପୁଲଙ୍କ ଭଳିଆ ହେବାକୁ ଲାଗିଲେ। ଘରେ ତ କେବଳ ଖୁଡ଼ି ପୁତୁରାଙ୍କ ଭଳି ବ୍ୟବହାର କରୁଥିଲେ, ଦେଖେଇ ହେଉଥିଲେ, କିନ୍ତୁ ସେହି ସମୟ ପରଠାରୁ ସେ ଦୁହେଁ ମନରେ ଦୁହିଁଙ୍କୁ ପସନ୍ଦ କରିସାରିଥିଲେ। ଦୁହିଁଙ୍କୁ ସ୍ୱାମୀ ସ୍ତ୍ରୀ ଭଳି, ସ୍ୱାମୀ ସ୍ତ୍ରୀ ତ ଏଠି ନୁହେଁ, ଦୁଇ କପୁଲ ହିଁ କହିବା, ଦୁଇ ପ୍ରେମିକ ହିଁ କହିବା, ଦୁଇ ପ୍ରେମୀ ଯୁଗଳ। ତ ସେ ଦୁହିଁଙ୍କୁ ଏମିତି ମାନି ସାରିଥିଲେ। ଏହା ପରଠୁ ସେମାନେ ଖାଲି ମୌକା ଖୋଜିବାରେ ଲାଗିଲେ କି କେବେ ସେମାନେ ଏକ ହେବେ। ଏମିତି ଦିନ ପରେ ଦିନ ବିତି ଚାଲିଲା। ଆଉ କରୋନା ଧୀରେ ଧୀରେ କମିଯାଇ ସବୁ ମାର୍କେଟ ବଜାର ଖୋଲା ହେବାକୁ ଲାଗିଲା। ଏମିତିରେ ତାଙ୍କ ଦାଦାଙ୍କ କମ୍ପାନୀ ମଧ୍ୟ ଖୋଲିଗଲା। କିନ୍ତୁ ଯେତେବେଳେ ତାଙ୍କ ଦାଦା ପୁଣି ବାହାରିଲେ ସେ ବାହାରକୁ ଯିବା ପାଇଁ, ତାଙ୍କ ଖୁଡ଼ିଙ୍କୁ ନେଇକି ବାହାରକୁ ଯିବା ପାଇଁ, ତାଙ୍କ ଖୁଡ଼ି ସେଇଠି ସଫା ମନା କରିଦେଲେ କି ନାଇଁ, ମୁଁ ଏଇନା ତୁମ ସାଙ୍ଗେ ଆଉ ଯିବିନି, ମୋତେ ଏଇଠି ଗାଁରେ ଭଲ ଲାଗୁଛି, ମୁଁ ଏଇଠି କିଛି ଦିନ ରହିବା ପାଇଁ ଚାହୁଁଛି। ତାଙ୍କ ଦାଦା ମଧ୍ୟ ତାଙ୍କ କଥା ରାଜି ହୋଇଗଲେ, କହିଲେ ହଉ ଠିକ୍ ଅଛି, ତୁ ତ ଯଦି ରହିବା ପାଇଁ ଚାହୁଁଛୁ ତାହେଲେ ରହ, ମୁଁ ଯାଉଛି, କେବେ ଆସୁଥିବି ଆଉ। ଏମିତି କହିକି ସେ ତାଙ୍କ ଦାଦା ତାଙ୍କ ଚାକିରିରେ ବାହାରକୁ ଚାଲିଗଲେ। ଏବେ ତାଙ୍କ ଘରେ କେବଳ ରହିଗଲେ ତାଙ୍କ ଖୁଡ଼ି ଆଉ ସାଗର ଆଉ ତାଙ୍କ ବାପା ମା'। ତାଙ୍କ ବାପା ମଧ୍ୟ ତାଙ୍କ ଦୋକାନକୁ ଚାଲି ଯାଉଥିଲେ, ଆଉ ରାତି ସମୟରେ ସେ ଫେରୁଥିଲେ। ରାତି ପାଖାପାଖି 10ଟା-11ଟା ବେଳକୁ ସେ ଫେରୁଥିଲେ। ସାଗରଙ୍କର ସେହି ସମୟରେ ପରୀକ୍ଷା ସରିଯାଇଥିବାରୁ ତାଙ୍କର କିଛି ଦିନ ଛୁଟି ଥିଲା, ମାନେ ଯେତେବେଳେ ଖୋଲିଲେ ତାଙ୍କର ଗୋଟେ ଏକ୍ଜାମ୍ ସରିଗଲା, ଅନଲାଇନ୍ ସେତେବେଳେ ଏକ୍ଜାମ୍ ଦେଉଥିଲେ, ସରିଯାଇଥିବାରୁ ତାଙ୍କର କିଛି ଦିନ ଗ୍ୟାପ୍ ହେଇଯାଇଥିଲା, କିଛି ଦିନ ଛୁଟି ଦିଆଯାଇଥିଲା। ତ ସେହି ସମୟରେ ସାଗର ମଧ୍ୟ ତାଙ୍କ ଘରେ ତାଙ୍କ ଖୁଡ଼ିଙ୍କ ସହିତ ଖୁସିରେ ରହିବାକୁ ଲାଗିଲେ। ଏବେ ଖାଲି ତାଙ୍କ ସହିତ ସନ୍ଧ୍ୟାବେଳେ ବୁଲିବା ପାଇଁ ଯାଉନଥିଲେ, ଏବେ ସେ ରାତିରେ ତାଙ୍କ ସହିତ ଏକାଠି ଶୋଇବାକୁ ଲାଗିଲେ। ତାଙ୍କ ମା' ବାପା କ'ଣ ଭାବିଲେ, ସେମାନେ ଖୁଡ଼ି ପୁତୁରା ମାନେ ଖୁଡ଼ି ମା' ସମାନର। ତ ସେମାନେ ମଧ୍ୟ କିଛି ନ ଭାବି ତାଙ୍କ ସହିତ ଶୋଇବା ପାଇଁ ସାଗରଙ୍କୁ ପରମିସନ୍ ଦେଇ ଦେଉଥିଲେ। କାହିଁକି ନା ତାଙ୍କ ଖୁଡ଼ି ତାଙ୍କ ଦାଦାଙ୍କୁ ଏମିତି କହିଥିଲେ କି ସେ ଏକୁଟିଆ ରହିବାକୁ ଡରିବେ କି କ'ଣ, ଏମିତି ତାଙ୍କୁ କିଛି କଥା କହିଥିଲେ, ଯାହାଫଳରେ ତାଙ୍କ ଦାଦା ଯିବା ପୂର୍ବରୁ ସାଗରଙ୍କୁ କହିଥିଲେ କି ଖୁଡ଼ିଙ୍କର ଯତ୍ନ ନେଉଥିବୁ, ତାଙ୍କର ଯାହା ବି ଦରକାର ହେବ ଆଣିକି ବାହାରୁ ଦେଇ ଦେଉଥିବୁ, ଆଉ ରାତିରେ ସେ ଏକୁଟିଆ ଡରିବେ, ତାଙ୍କ ସହିତ ଆସିକି ରାତିରେ ତାଙ୍କ ସହିତ ଶୋଉଥିବୁ, ତାଙ୍କ ପାଖରେ ଶୋଉଥିବୁ। ତ ଏମିତି ସେ କହିଦେଇକି ଯାଇଥିଲେ। ତାଙ୍କ ସାଗରଙ୍କ ବାପା ମା' ମଧ୍ୟ ଏ କଥାରେ ପୁରା ରାଜି ହୋଇଯାଇଥିଲେ, ତାଙ୍କୁ ଅନୁମତି ଦେଇଥିଲେ। କିନ୍ତୁ ତାଙ୍କ ମନରେ ଯେ କ'ଣ ଅଛି ତାହା କେବଳ ସେ ଦୁଇ ଜଣ ହିଁ ଜାଣିଥିଲେ। ତାଙ୍କୁ ତ ରାତିରେ ପରମିସନ୍ ଏଥର ମିଳିଗଲା। ଯେମିତିକି ମୁଁ ଆପଣମାନଙ୍କୁ ପୂର୍ବରୁ କହିଥିଲି, ସେ ଦିନ ଯାକ ମୌକା ଖୋଜିବାରେ ଲାଗୁଥିଲେ, କିନ୍ତୁ ଏବେ ରାତି ଯାକ ତାଙ୍କ ହାତରେ ଥିଲା। ସେ ରାତିରେ କବାଟ ବନ୍ଦ କରିକି ଭିତରେ ଗୋଟେ ସ୍ୱାମୀ ଗୋଟେ ସ୍ତ୍ରୀ ସହିତ ଯାହା କରେ, କିମ୍ବା ଗୋଟେ ସ୍ତ୍ରୀ ଗୋଟେ ସ୍ୱାମୀ ସହିତ ଯାହା କରେ, ସେ ଦୁହିଁଙ୍କୁ ଏବେ ସେମିତି କରିବାରେ ଲାଗିଲେ। ସେ ଖୁଡ଼ି ପୁତୁରା ନୁହେଁ, ସ୍ୱାମୀ ସ୍ତ୍ରୀଙ୍କ ଭଳି ରହିବାକୁ ଲାଗିଲେ ତାଙ୍କ ଘରେ। ତ ଏମିତିରେ କିଛି ଦିନ ବିତିଗଲା, ପାଖାପାଖି 6-7 ମାସ ବିତିଗଲା। ଏହାପରେ ସାଗର କହିଛନ୍ତି କି ତାଙ୍କ ଖୁଡ଼ି ଧୀରେ ଧୀରେ ପ୍ରେଗନେଣ୍ଟ ହେବାରେ ଲାଗିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ କି ସେ ଏବେ 2-2.5 ମାସର ପ୍ରେଗନେଣ୍ଟ ଅଛନ୍ତି ବୋଲି, ସେ ଏବେ ତ ଏ ପିଲାକୁ ଆବର୍ଷଣ କରିବା ପାଇଁ ଚାହୁଁନଥିଲେ, ସେଥିପାଇଁ ସେ ତାଙ୍କ ଦାଦାଙ୍କ ପାଖକୁ ଚାଲିଗଲେ। ଏହାପରେ ସେ ଏବେ ଗୋଟେ ପୁଅକୁ ଜନ୍ମ ଦେଇଛନ୍ତି ବୋଲି ସାଗର କହିଛନ୍ତି। ଏହା ପରଠୁ ତାଙ୍କ ଖୁଡ଼ିଙ୍କ ପ୍ରତି ତାଙ୍କର ଆଉ କେବେ ବି ମିଳନ ହୋଇନାହିଁ ବୋଲି ସାଗର କହିଛନ୍ତି। ଯେତେବେଳେ ତାଙ୍କ ପୁଅ ଜନ୍ମ ହେଲା, ସାଗର ଜାଣିବାକୁ ପାଇଲେ କି ଏହା ତାଙ୍କ ପୁଅ ବୋଲି, ତାକୁ କୋଳରେ ଧରିକି ସେ କାନ୍ଦିବାକୁ ଲାଗିଲେ। ତାଙ୍କ ମୁଣ୍ଡରେ ସେତେବେଳେ ବୁଦ୍ଧି ପଶିଲା କି ସେ କାହିଁକି ଏମିତିକା କାମ କରୁଥିଲେ, ସେ ନିଜ ଖୁଡ଼ିଙ୍କ ସହିତ କାହିଁକି ଏମିତିକା କାମ କରୁଥିଲେ। ଏହା ପରଠୁ ସେ ପଶ୍ଚାତାପ କରିବାରେ ଲାଗିଲେ। କିନ୍ତୁ ଏବେ ଆଉ କ'ଣ ହେବ, ଯେଉଁ ଭୁଲ ତ କରିଦେଇଛନ୍ତି, ସେ ଏବେ ତାଙ୍କ କୋଳରେ, ମାନେ ତାଙ୍କ ଖୁଡ଼ିଙ୍କ ପୁଅ ଏବେ ସାଗରଙ୍କ କୋଳରେ। ସାଗର ତାଙ୍କ ବାପା ହେଇକି ବି ସମାଜ କ'ଣ କହିବ, ଏ ପୁଅ ତାଙ୍କ ଦାଦାଙ୍କର। କିନ୍ତୁ ସାଗର ଜାଣିଛନ୍ତି କି ସେ କ'ଣ କରିଛନ୍ତି, ଆଉ ତାଙ୍କ ଖୁଡ଼ି ଜାଣିଛନ୍ତି କି ସେ କ'ଣ କରିଛନ୍ତି। କିନ୍ତୁ ସାଗର ଏହାପରେ ତାଙ୍କ ଖୁଡ଼ିଙ୍କ ସହିତ କେବେ ବି ସମ୍ପର୍କ ରଖିନାହାନ୍ତି ବୋଲି ସାଗର କହିଛନ୍ତି। କିନ୍ତୁ ସେ ସେଇଦିନଠାରୁ ପଶ୍ଚାତାପ କରିବାରେ ଲାଗିଲେ କି ସେ ଏମିତିକା କାମ କାହିଁକି କରୁଥିଲେ।
ତାଙ୍କ ଦାଦା ତାଙ୍କୁ ବିଶ୍ୱାସରେ ଦେଇକି ଯାଇଥିଲେ, ତାଙ୍କ ଜିମାରେ ଦେଇକି ଯାଇଥିଲେ କି ତା'ର ଯତ୍ନ ନେଉଥିବୁ, କିନ୍ତୁ ସେ ଏମିତିକା ଯତ୍ନ ନେଲେ କି ଏବେ ସେ ଯାହାକୁ କଳିରେ ଧରିଛନ୍ତି ସେ ଏବେ ତାଙ୍କ ପୁଅ। ତ ଏମିତିରେ ସେଇ ଦିନଠାରୁ ସେ ଆଜି ପର୍ଯ୍ୟନ୍ତ ବି ପଶ୍ଚାତାପ କରିବାରେ ଲାଗିଛନ୍ତି। ଏବେ ସେ ବିବାହ କରିସାରିଲେଣି। ତ ସେ ଏ କାହାଣୀ ଆମକୁ ସେୟାର କରି ଏହା କହିଛନ୍ତି କି ଏ କାହାଣୀ ସମସ୍ତେ ଶୁଣିବା ଦରକାର। ଯେଉଁ ଭୁଲ ସାଗର କରି ବସିଲେ ଏମିତିକା ଭୁଲ ଯେମିତି ଆପଣମାନେ କେହି ବି ନ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଆଜି ପାଇଁ ଏତିକି। ଭିଡ଼ିଓ ପସନ୍ଦ ଆସିଥିଲେ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆଉ ଏହିପରି ନୂଆ ନୂଆ କାହାଣୀ ଶୁଣିବା ପାଇଁ ଚାହୁଁଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଯଦି ଆପଣମାନଙ୍କ ପାଖରେ ବି ଏହିପରି କିଛି ଇନସିଡେଣ୍ଟ ଥାଏ, ଆପଣମାନଙ୍କ ଜୀବନରେ ବି ଯଦି ଏହିପରି କିଛି ଘଟଣା ଘଟିଯାଇଥାଏ, ତେବେ ଡିସ୍କ୍ରିପ୍ସନ୍ ବକ୍ସରେ ଆମର ଇନଷ୍ଟାଗ୍ରାମ୍ ଆଇଡ଼ି ଅଛି। ଆପଣମାନେ ସେଇ ଆମ ଆଇଡ଼ି ଜରିଆରେ ଆମ ପାଖକୁ ଆପଣମାନଙ୍କ କାହାଣୀ ସେୟାର କରିପାରିବେ। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ପୁଣି ଦେଖା ହେବ ଏମିତି ଆଉ ଏକ ନୂଆ କାହାଣୀ ସହ। ଧନ୍ୟବାଦ।